पश्चात् स्थितानां पात्र पितॄनथ पितामहान् आचार्यानां तुलानां भातॄन् पुत्रान् पौत्रान् संखिस्तथा श्वशुरान् सहृदयश्चैव सेनयोरुभयोरपि। तापरे पृथानंदन अर्जुन ସେହି ଦୁଇ ସେନାରେ ଉପସ୍ଥିତ ପିତାମାନଙ୍କୁ ଓ ପିତାମହମାନଙ୍କୁ ତଥା ଆଚାର୍ଯ୍ୟଗଣ, ମାତୁଳଗଣ, ଭ୍ରାତାଗଣ, ପୁତ୍ରଗଣ, ପୌତ୍ରଗଣ, ବନ୍ଧୁଗଣ, ଶ୍ୱଶୁରଗଣ ଓ ସହୃଦୟଗଣକୁ ମଧ୍ୟ ଦେଖିଲେ। ଯେତେବେଳେ ଭଗବାନ ଅର୍ଜୁନଙ୍କୁ କହିଲେ ଯେ ରଣଭୂମିରେ ଏକତ୍ରିତ କୁରୁବଂଶମାନଙ୍କୁ ଦେଖ, ସେତେବେଳେ ଦୁଇ ସେନାରେ ଉପସ୍ଥିତ ନିଜର କୁଟୁମ୍ବମାନଙ୍କ ଆଡ଼କୁ ଅର୍ଜୁନଙ୍କର ଦୃଷ୍ଟି ଗଲା। ସେ ଦେଖିଲେ ସେ ସେନାରେ ନିଜ ନିଜ ସ୍ଥାନରେ ପିତାଙ୍କର ଭାଇ ଭୂରିଶ୍ରବା ପ୍ରଭୃତି ଯୁଦ୍ଧ ନିମନ୍ତେ ଠିଆ ହୋଇଛନ୍ତି। ଏମାନେ ମଧ୍ୟ ପିତୃତୁଲ୍ୟ। ଭୀଷ୍ମ ଓ ସମଦତ୍ତ ପ୍ରଭୃତି ପିତାମହ ତଥା ଦ୍ରୋଣ, କୃପ ପ୍ରଭୃତି ଆଚାର୍ଯ୍ୟ, ବିଦ୍ୟାଗୁରୁ ଓ କୁଳଗୁରୁ ଠିଆ ହୋଇଛନ୍ତି। ପୁରୁଜିତି, କୁନ୍ତିଭୋଜ, ଶଲ୍ୟ, ଶକୁନି ପ୍ରଭୃତି ମାମୁଁ ଏବଂ ଭୀମ, ଦୁର୍ଯ୍ୟୋଧନ ପ୍ରଭୃତି ଭାଇ ଠିଆ ହୋଇଛନ୍ତି। ଅଭିମନ୍ୟୁ, ଘଟୋତ୍କୋଚ, ଲକ୍ଷ୍ମଣ, ଦୁର୍ଯ୍ୟୋଧନଙ୍କ ପୁଅ ପ୍ରଭୃତି ପୁଅ ଓ ପୁତୁରାମାନେ ତଥା ଲକ୍ଷ୍ମଣ ପ୍ରଭୃତିଙ୍କର ପୁତ୍ର ଅର୍ଥାତ୍ ନାତିମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଅଶ୍ୱତ୍ଥାମା ପ୍ରଭୃତି ଦୁର୍ଯ୍ୟୋଧନର ମିତ୍ରମାନେ ଏବଂ ନିଜ ପକ୍ଷର ମିତ୍ରମାନେ ମଧ୍ୟ ଛିଡ଼ା ହୋଇଛନ୍ତି। ଦ୍ରୁପଦ, ଶୈବ ପ୍ରଭୃତି ଶ୍ୱଶୁର ଏବଂ ନିଜ ନିଜ ପକ୍ଷର ହିତ ଚାହୁଁଥିବା ସତ୍ୟକୀ, କୃତବର୍ମା ପ୍ରଭୃତି ନିଃସ୍ୱାର୍ଥପର ସୁହୃଦ ମଧ୍ୟ ଠିଆ ହୋଇଛନ୍ତି।